ପାଟନାଗଡ଼ ସହରରେ ଓପିଡି ସେବା ଦାବିରେ 12 ଘଣ୍ଟିଆ ପାଟନାଗଡ଼ ବନ୍ଦ। ବଲାଙ୍ଗୀର ଜିଲ୍ଲା ପାଟନାଗଡ଼ ସହରରେ ଓପିଡି ସ୍ୱାସ୍ଥ୍ୟସେବା ପାଇଁ ପାଟନାଗଡ଼ 12 ଘଣ୍ଟିଆ ବନ୍ଦରେ ଦୋକାନ ବଜାର ବନ୍ଦ କରିବା ସହିତ ରାସ୍ତାରୋକ କରାଯାଇଥିଲା। ରାସ୍ତାରୋକ ସମୟରେ ପାଟନାଗଡ଼ ପୋଲିସ ପହଞ୍ଚି ଆନ୍ଦୋଳନରେ ସାମିଲ ଥିବା ସମସ୍ତ ମହିଳା ପୁରୁଷମାନଙ୍କୁ ପାଟନାଗଡ଼ ପୋଲିସ ଉଠାଇ ନେଇଯାଇଥିଲା। ସୂଚନା ଅନୁସାରେ ପାଟନାଗଡ଼ ସହରରେ ପୁରୁଣା ଉପଖଣ୍ଡସ୍ତରୀୟ ଡାକ୍ତରଖାନାକୁ ଗଙ୍ଗାସାଗର ନିକଟସ୍ଥ ନୂତନ ଡାକ୍ତରଖାନା ସ୍ଥାନାନ୍ତର ହୋଇଥିବାରୁ ପାଟନାଗଡ଼ ସହରବାସୀ ପ୍ରାଥମିକ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ହୋଇଥିବାର ଅଭିଯୋଗ ହୋଇଥିଲା। ପ୍ରାଥମିକ ସ୍ୱାସ୍ଥ୍ୟସେବା ପାଇଁ ପାଟନାଗଡ଼ ସହରରେ ଓପିଡି ବ୍ୟବସ୍ଥା କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି। ବ୍ୟୁରୋ ରିପୋର୍ଟ, ପ୍ରାଇମ୍ ଟିଭି।